I am a teacher of Saraswati Sishu Mandira. I welcome you to the career tutorial. ଏବେ ଦେଖିବା କ୍ରମିକ ସଂଖ୍ୟାର ସମଷ୍ଟି। ଗଣନ ସଂଖ୍ୟା, ଯୁଗ୍ମ ସଂଖ୍ୟା, ଅଯୁଗ୍ମ ସଂଖ୍ୟା ଏମାନଙ୍କର କ୍ରମିକ ସମଷ୍ଟି ଅଛି। ସେଥିରୁ ଆମେ ସଂଖ୍ୟା କେମିତି ନିର୍ଦ୍ଧାରଣ କରିପାରିବା। ପ୍ରଥମେ ଦେଖିବା ତିନୋଟି କ୍ରମିକ ସଂଖ୍ୟାର ଯୋଗଫଳ। ତିନିଟା କ୍ରମିକ ସଂଖ୍ୟାର ଯୋଗଫଳ ଅଛି 42। ସଂଖ୍ୟା ତିନିଟା କେମିତି କାଢିବା? ତାହେଲେ 42 କୁ 42 ବାଇ 3 କରିବା ହେଲା 14। ଅଯୁଗ୍ମ ସଂଖ୍ୟକ ଯୋଗଫଳ ସମଷ୍ଟି, ଯୁଗ୍ମ ସଂଖ୍ୟକ ଯୋଗଫଳ, ଅଯୁଗ୍ମ ସଂଖ୍ୟକ ଯୋଗଫଳ। ତିନିଟା ଯେତେବେଳେ ଅଛି 14 କଢା ହେଲା, ସେ 14ଟା ହବ ମଝି ସଂଖ୍ୟା। 14 ର ପୂର୍ବ ସଂଖ୍ୟା 13, 14 ର ପରବର୍ତ୍ତୀ ସଂଖ୍ୟା 15। ସଂଖ୍ୟା ତିନିଟା ହେଲା 13, 14, 15। ଚାରିଟା କ୍ରମିକ ସଂଖ୍ୟା ଅଛି। ଚାରିଟା କ୍ରମିକ ସଂଖ୍ୟାର ସମଷ୍ଟି 86। ତାହେଲେ 86 କୁ 4 ରେ ଭାଗ କରିବା। 86 ବାଇ 4। 86 ଟା 4 ଦ୍ୱାରା ବିଭାଜ୍ୟ ନୁହେଁ, ତେଣୁ 86 କୁ 4 ଦ୍ୱାରା ଆମେ ଡିଭାଇଡ କରିଲେ ଆସିବ 21। ଭାଗଫଳ ହେଲା 21, ଭାଗ ଶେଷ ହେଲା 2। ତେଣୁ ଏଥିରେ 21 ଟା ହବ ଦ୍ୱିତୀୟ ସଂଖ୍ୟା। 21 ତାର ପୂର୍ବ ହେଲା 20, 21 ର ପରବର୍ତ୍ତୀ 22, 22 ର ପରବର୍ତ୍ତୀ 23। ସଂଖ୍ୟା ଚାରିଟା ଆମେ ପାଇଗଲେ 20, 21, 22, 23। ତୃତୀୟ କ୍ୱେଶ୍ଚିନ୍ ଅଛି ପାଞ୍ଚଟା କ୍ରମିକ ସଂଖ୍ୟାର ଯୋଗଫଳ। ପାଞ୍ଚଟା କ୍ରମିକ ସଂଖ୍ୟାର ଯୋଗଫଳ ଅଛି 80। ସଂଖ୍ୟା ପାଞ୍ଚଟା କେମିତି ବାହାର କରିବା? ଷୋହଳ। ତାହେଲେ ଏଟା ଅଯୁଗ୍ମ ସଂଖ୍ୟକ ସଂଖ୍ୟା, ତେଣୁ 16 ହବ ମଝି ସଂଖ୍ୟା। 16 ର ପୂର୍ବ 15, 15 ର ପୂର୍ବ 14। ଏବେ 16 ର ପରବର୍ତ୍ତୀ 17, 17 ର ପରବର୍ତ୍ତୀ 18। ଯେତେବେଳେ ତିନିଟା କ୍ରମିକ ସଂଖ୍ୟାର ସମଷ୍ଟି ସଂଖ୍ୟା ପାଇବାକୁ ହେଲେ ତାକୁ 3 ରେ ଡିଭାଇଡ କରିବା। ଯୋଉ ସଂଖ୍ୟାଟା ବାହାରିବ ସେଇଟା ମଝି ସଂଖ୍ୟା, ତାର ପୂର୍ବ ଲେଖା ଏବଂ ପର ଲେଖା। ଚାରିଟା କ୍ରମିକ ସଂଖ୍ୟା ଯୋଗଫଳ ହେଲେ ତାକୁ 4 ରେ ଡିଭାଇଡ କରିବା। ଯୋଉ ସଂଖ୍ୟା ଭାଗଫଳରେ ବାହାରିବ ସେଇଟା ଦ୍ୱିତୀୟ ସଂଖ୍ୟା, ତାର ପୂର୍ବ ସଂଖ୍ୟା ଲେଖିବା ଏବଂ ପରବର୍ତ୍ତୀ ଦିଟା ସଂଖ୍ୟା ଲେଖିବା। ପାଞ୍ଚଟି କ୍ରମିକ ସଂଖ୍ୟାର ଯୋଗଫଳ ଦେଇଥିଲେ ତାକୁ ଆମେ 5 ରେ ଡିଭାଇଡ କରିବା। ଯୋଉ ସଂଖ୍ୟାଟା ବାହାରିବ ସେଇଟା ମଧ୍ୟମ ସଂଖ୍ୟା ବାହାରିବ, ତାର ପୂର୍ବ ସଂଖ୍ୟା ଦିଟା ଲେଖିବା ଏବଂ ପରବର୍ତ୍ତୀ ସଂଖ୍ୟା ଦିଟା ଲେଖିବା। ଏଇଭଳିଆ ଯଦି ଆମେ ଗଣିତର ଛୋଟ ଛୋଟ ଟ୍ରିକ୍ ଯଦି ଜାଣିବା, ସବୁ ଗଣିତ ସମାଧାନ କରିପାରିବା। If this video attracted to you like this channel, you do not forget to like and subscribe the channel Career Tutorial.